ବେଦବାଣୀ। କାଳ ଅଶ୍ୱବହତି ସପ୍ତରଶ୍ମି ସହସ୍ରାକ୍ଷୋ ଅଜୌରୋ ଭୂରିରେ ତାହା ତମୋରହନ୍ତି କବୟୋ ବିପଶ୍ଚିତ ସ୍ତସ୍ୟ ଚକ୍ରା ଭୁବନାନି ବିଶ୍ବା। ଭାବାର୍ଥ, ଯେଉଁ ସମୟ ଆଜି ନଷ୍ଟ ହୋଇଯିବ ତାହା ଆଉ ଫେରିବ ନାହିଁ। ସମୟ ଅତ୍ୟନ୍ତ ବଳଶାଳୀ। ଏହା ଜାଣି ଜ୍ଞାନୀ ବ୍ୟକ୍ତିଗଣ ସର୍ବଦା ସମୟର ସଦୁପଯୋଗ କରିଥାନ୍ତି। ଯାହା କାଲି କରିବାର କଥା ତାହା ଆଜି କରିବା ଏବଂ ଯାହା ଆଜି କରିବାର କଥା ତାହା ବର୍ତ୍ତମାନ କରିବା, ଏହି ଆପ୍ତ ବାକ୍ୟକୁ ଅନୁସରଣ କରିବା ଦରକାର। କାଲିର ଦିନକୁ ଦେଖୁଛି କିଏ? ଭବିଷ୍ୟତ କେତେବେଳେ ଭବିଷ୍ୟତ ରୂପେ ରହିନଥାଏ, ତାହା ସବୁବେଳେ ବର୍ତ୍ତମାନ ରୂପ ନେଇ ଆମ ପାଖକୁ ଆସେ। ତେଣୁ ଯେଉଁ ବ୍ୟକ୍ତି ବର୍ତ୍ତମାନ ସମୟର ଉପଯୋଗ କରିଥାଏ, ସେ ହିଁ ନିଜେ ନିଜ ଭବିଷ୍ୟତ ଗଠନ କରିନିଏ ତଥା କାଳଜୟୀ ହୋଇଯାଏ। ସମୟର ସଦୁପଯୋଗ ଚରିତ୍ରର ସର୍ବଶ୍ରେଷ୍ଠ ଗୁଣ ଅଟେ। ଧନ୍ୟବାଦ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।